ଆଜି ଦେଶର କୋଣ ଅନୁକୋଣରେ ପାଳିଛନ୍ତି ପବିତ୍ର ପର୍ବ ମକର ସଂକ୍ରାନ୍ତି। ଏହି ପବିତ୍ର ପର୍ବରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ଠାରେ ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା ଆଜିଠାରୁ ଆରମ୍ଭ ହୋଇଯାଇଛି। ସେହିପରି ଯଦି ଦେଖିବା ଓଡ଼ିଶାରେ ମଧ୍ୟ ସବୁଠି ଲୋକେ ପାଳନ କରିଛନ୍ତି ମକର ସଂକ୍ରାନ୍ତି। ତେବେ ଯଦି ଆମେ ଦେଖିବା ଇତିହାସ ଏବଂ ପୁରାଣରେ କ'ଣ ରହିଛି ମକର ସଂକ୍ରାନ୍ତିର ମହାତ୍ମ୍ୟ ବିଷୟରେ ଜାଣିବା। କଳିଙ୍ଗ ଦେଶ ସୂର୍ଯ୍ୟଙ୍କର ଅତି ପ୍ରିୟସ୍ଥଳୀ ହୋଇଥିବାରୁ ଏହି ସଂକ୍ରାନ୍ତିରେ ଘରେ ଘରେ ପିଠାପଣାର ବିପୁଳ ଆୟୋଜନ ସହ ମକର ଚାଉଳ ଚର୍ବଣ ଓ ବଣ୍ଟନରେ ବହୁଳତା ଦେଖାଯାଏ। ଏହା ହିଁ ଏ ପର୍ବର ଉଲ୍ଲେଖନୀୟ ବୈଶିଷ୍ଟ୍ୟ। ନୂଆ ଅରୁଆ ଚାଉଳ ସାଙ୍ଗକୁ ନୂଆ ଗୁଡ଼, ଆଖୁ, ନଡ଼ିଆ, ଅଦା, କର୍ପୂର, ରାଶି ଆଦିର ମିଶ୍ରଣରେ ପ୍ରସ୍ତୁତ ହୁଏ ଭୋଗ, ଯାହାକୁ ମକର ଚାଉଳ କୁହାଯାଏ। ଏହି ମକର ଚାଉଳ ଯେପରି ସୁସ୍ୱାଦୁ ସେହିପରି ସ୍ୱାସ୍ଥ୍ୟକର। ଏହି ମକର ଚାଉଳକୁ ପରିବାର ଓ ସାହି ପଡ଼ିଶା ମଧ୍ୟରେ ବଣ୍ଟନ କରାଯାଇଥାଏ, ଯାହାଫଳରେ ନୂତନ ବନ୍ଧୁତାର ସୁସ୍ଥ ପରମ୍ପରା ଗଢ଼ି ଉଠେ। ଏହି ମକର ଚାଉଳ ଦେଇ ମୈତ୍ର ମକର ବସିବାର ଦେଖାଯାଏ। ଏହି ଋତୁ ସାଧାରଣତଃ ଫସଲ ଅମଳର ଋତୁ। ଏହି ଋତୁରେ ଅମଳ ହେଉଥିବା ନୂତନ ଧାନ ପୁଷ୍ଟିକର ଓ ଧର୍ମ କାର୍ଯ୍ୟ ନିମନ୍ତେ ଅନୁକୂଳ ହୋଇଥାଏ। ଅକଣ୍ଡା ଅକ୍ଷତ ଚାଉଳରେ ଯେପରି ଜୀର୍ଣ୍ଣକାରୀ ଉପାଦାନ ରହିଥାଏ, ସେହିପରି ସ୍ୱାଦ ଗୁଣ ମଧ୍ୟ ରହିଥାଏ। ଅନ୍ୟପଟେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଉତ୍ତରାୟଣ ଯାତ୍ରା ବା ପୌଷ ମାସର ସଂକ୍ରାନ୍ତିକୁ ମକର ସଂକ୍ରାନ୍ତି କୁହାଯାଏ। ଏହି ଦିନ ମକର ସଂକ୍ରାନ୍ତି ହେତୁ ଶ୍ରୀମନ୍ଦିରରେ ପୂର୍ବ ପରମ୍ପରା ପ୍ରକାରରେ ନୀତିମାନ ସ୍ୱତନ୍ତ୍ର ଭାବରେ ଅନୁଷ୍ଠିତ ହୋଇଥାଏ। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ।